ଗୁରୁ ଶିଷ୍ୟଙ୍କ ବିଷୟରେ କିଛି ଜାଣିବା କଥା। ଗୁରୁ ହୋଇ ଚୋରି କଲେ ବା ଅଧର୍ମାଚରଣ କଲେ ଦେହାନ୍ତେ ନର୍କଗାମୀ ହୁଅନ୍ତି। ଗୁରୁଙ୍କୁ ମିଛ କହିଲେ ଦାରିଦ୍ର୍ୟ ଗ୍ରାସ କରେ। ଗୁରୁ ଯଦି ଗର୍ବ କରନ୍ତି ହୀନମନ୍ୟତାର ଶିକାର ହୁଅନ୍ତି। ଗୁରୁ ଜ୍ଞାନ ଦାନ କରନ୍ତି ଓ ଶିଷ୍ୟର ପାପକୁ କ୍ଷୟ କରନ୍ତି। ଗୁରୁ ସର୍ବଦା ଶାନ୍ତ ସରଳ କୁଳୀନ ଶୁଦ୍ଧାଚାରୀ ଦକ୍ଷ ବୁଦ୍ଧିମାନ ସୁପ୍ରତିଷ୍ଠିତ ପରିଶ୍ରମୀ ଓ ପବିତ୍ର ହେବା ଦରକାର। ଗୁରୁ କରିବା ପୂର୍ବରୁ ଗୁରୁଙ୍କ ବିଷୟରେ ଭଲ ଭାବେ ଜାଣିବା ଦରକାର। ଗୁରୁ ହୋଇ ମାନବିକତା ହରାଇଲେ ସବୁଠାରେ ନିନ୍ଦାର ପାତ୍ର ହୁଅନ୍ତି। ବୟସ କିମ୍ବା ପ୍ରାକୃତିକ ସମ୍ବନ୍ଧ ଉପରେ ଗୁରୁ ଶିଷ୍ୟ ହେବାର ବାଧ ନାହିଁ। ଗୁରୁ ହୋଇ ଶିଷ୍ୟାକୁ ଭୋଗ କଲେ ସେ ପରଜନ୍ମରେ କୁକୁର ହୋଇ ଜନ୍ମ ହୁଅନ୍ତି। ଯେଉଁ ଗୁରୁ ଶିଷ୍ୟର ଶୋକ ହରଣ ନ କରି ଧନ ଲୁଣ୍ଠନ କରନ୍ତି ସେ ନର୍କ ଭୋଗ କରନ୍ତି। ଶରୀର ସୁସ୍ଥ ରଖିବା ପାଇଁ ଯେଭଳି ଫିଜିକାଲ ଏକ୍ସରସାଇଜ ଆବଶ୍ୟକ ଠିକ୍ ସେହିଭଳି ମସ୍ତିଷ୍କ ପାଇଁ ମେଣ୍ଟାଲ ଏକ୍ସରସାଇଜ ଆବଶ୍ୟକ। ଏହା କେବଳ କ୍ରସୱାର୍ଡ ପଜଲ ସମାଧାନ ଓ କଠିନ ପ୍ରଶ୍ନ ଉତ୍ତର କରିବା ଦ୍ୱାରା ସମ୍ଭବ ହୋଇଥାଏ। ଯାହା କହିଲ ତା କଲି। ପଣ୍ଡିତ ଜବାହରଲାଲ ନେହେରୁ ଭାଷଣ ଦେଇ ସଭାରୁ ଉଠିଯିବାକୁ ବସିଥିଲେ। ଏତିକି ବେଳେ ଜଣେ ଚପରାସୀ ରେଜିଷ୍ଟର ନେଇ ଆସିଲା ଆଉ ତାଙ୍କୁ କହିଲା, ମାନ୍ୟବର କୃପା କରି ରେଜିଷ୍ଟରରେ ଆପଣଙ୍କର ସିଗ୍ନେଚର କରିଦିଅନ୍ତୁ। ନେହେରୁ ତୁରନ୍ତ ଇଂରାଜୀରେ ତାଙ୍କ ନାମ ଲେଖିଦେଲେ। ଚପରାସୀ ପୁଣି କହିଲା, ଆଜକା ତାରିଖ ମଧ୍ୟ ପକାଇଦେବେ। ସେତେବେଳେ ନେହେରୁ ହିନ୍ଦୀରେ ତାରିଖ ପକାଇଦେଲେ। ଏହା ଦେଖି ସେ ଚପରାସୀ କହିଲା, ଆପଣ ନା ତ ଇଂରାଜୀରେ ଲେଖିଲେ ତାରିଖ ହିନ୍ଦୀରେ ଲେଖିଲେ ଏପରି କାହିଁକି? ନେହେରୁ ତୁରନ୍ତ କହିଲେ, ମୁଁ ସେଇଆ କଲି ଯାହା ତୁମେ କହିଲ। ଏତକ ଶୁଣି ଚପରାସୀ ମୁଣ୍ଡ ଲଜ୍ଜାରେ ତଳକୁ କରିଦେଲା। ନମ୍ରତାର ମୂର୍ତ୍ତି ଆମେରିକାର ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ ଥରେ ନିଜ ବନ୍ଧୁଙ୍କ ସହିତ ଘୋଡ଼ା ଗାଡ଼ିରେ ବସି ବୁଲିବାକୁ ବାହାରିଲେ। କିଛି ଦୂର ଯାଇଛନ୍ତି, ବାଟରେ ଜଣେ ଶ୍ରମିକ ତାଙ୍କୁ ନଇଁ କରି ନମସ୍କାର କଲା। ପ୍ରତ୍ୟୁତ୍ତରରେ ଲିଙ୍କନ ତାଙ୍କୁ ମଧ୍ୟ ଅଧିକ ନଇଁ କରି ନମସ୍କାର କଲେ। ଲିଙ୍କନଙ୍କୁ ଏପରି କରିବାର ଦେଖି ତାଙ୍କ ବନ୍ଧୁ ପଚାରିଲେ, ଆପଣ ସେ ଶ୍ରମିକକୁ ଅଧିକ ନଇଁ କରି ନମସ୍କାର କାହିଁକି କଲେ? ସେତେବେଳେ ଲିଙ୍କନ କହିଲେ, ମୁଁ ମୋ ଠାରୁ ଅଧିକ ନମ୍ର ଅନ୍ୟ କାହାକୁ ଦେଖିବାକୁ ଚାହେଁ ନାହିଁ। ଏହା ଶୁଣିକରି ତାଙ୍କର ସେ ବନ୍ଧୁ ନତମସ୍ତକ ହୋଇଗଲେ। 21 ଦିନର ଶପଥ ବଦଳାଇ ଦେବ ଆପଣଙ୍କର ଜୀବନ। ପ୍ରତିଦିନ ସକାଳ 5ଟାରେ ଉଠନ୍ତୁ। ଅତି କମରେ 30 ମିନିଟ ବ୍ୟାୟାମ କରନ୍ତୁ। ପ୍ରତିଦିନ 10 ପୃଷ୍ଠା ପଢ଼ନ୍ତୁ। ଠିକ୍ ସମୟରେ ଭୋଜନ କରନ୍ତୁ। ରାତି 11ଟା ପୂର୍ବରୁ ଶୟନ କରନ୍ତୁ। ନିଜ ରାଗକୁ ନିୟନ୍ତ୍ରଣ କରନ୍ତୁ। ସମସ୍ତଙ୍କ ସହ ବ୍ୟବହାର ଭଲ ରଖନ୍ତୁ। ଜୀବନରେ ଏହି 3ଟି କାମ କେବେ କରିବେନି। ନିଜଠୁ ଅଧିକ କେବେ କାହାକୁ ବିଶ୍ୱାସ କରିବେନି। ମା ବାପାଙ୍କ ବିପକ୍ଷରେ ଯାଇ କେବେ ବାହା ହେବେନି। କେବେ ବି ପ୍ରେମ କରିବେନି। ଜୟ ଶ୍ରୀ ଜଗନ୍ନାଥ।